हेलो फ्रेंड्स, जय जगन्नाथ न्यू ब्लॉग को। तो मुझे सनस्क्रीन लगे बाहर पड़ी सकाल सकाल कूड़ा आप जानते भल भाव क्रिकेट खेल आ कि ना केवल क्रिकेट खेलने बाहर पड़ी सकाल पाखापाखि 6:45 तो 6:45 सनस्क्रीन जेहेतु खरा जोरदारिया हो सनस्क्रीन निहात दरकार ना घर को आसला मुँह देखा मुँह पूरा पाउसिया पाउसिया कला देखा माने मुँह किसी देखा एक्चुअली गोटे किए लोक भी अच्छी। तो मुझे बाहर पड़ी सनस्क्रीन लगे कि पड़ा गला पड़ा गोटे पिला ना ମୁଁ ପୁରା ଆଶ୍ଚର୍ଯ୍ୟ ସମସ୍ତଙ୍କୁ ଫୋନ୍ କରାଯାଇଥିଲା ଯେ ଆସି ଖେଳ ହେବ ବୋଲି 7ଟାରେ, କିନ୍ତୁ ମୁଁ 6:50 ପହଞ୍ଚି କିନ୍ତୁ ପିଲା କେହି ନାହାନ୍ତି। ତ ଆଜିକାଲି ପିଲା ଆପଣ ଦେଖିପାରୁଥିବେ ଖାଲି ଭିଡ଼ିଓ ଗେମ୍ରେ ବ୍ୟସ୍ତ। କ୍ରିକେଟ୍ ଖେଳର ଆକ୍ଚୁଆଲି ମହତ୍ତ୍ୱ, କ୍ରିକେଟ୍ ଖେଳର କେତେ ମଜା ସେମାନେ ଜାଣିପାରୁନାହାନ୍ତି, ବୁଝିପାରୁନାହାନ୍ତି। ସେମାନେ ସେତେବେଳେ ବୁଝିବେ ଯେତେବେଳେ ମାନେ ଗୋଟେ କଥା ନାହିଁ, ମଣିଷର ଗୋଟେ ସ୍ୱଭାବ ଅଛି, ତାକୁ ଯେଉଁ ଅଧିକା ମାଗଣା ଜିନିଷ ମିଳିଲେ, ଯେମିତି ଆମର ଫିଲ୍ଡ ଅଛି, ସବୁ କିଛି ଅଛି ଆମ ପାଖରେ, କିନ୍ତୁ ପିଲା ଖେଳିପାରୁନାହାନ୍ତି। ତ ସେ ଗୋଟେ ମଣିଷର ସ୍ୱଭାବ ଯେଉଁଟା ଫ୍ରି ମିଳିଲା ସେ ତା'ର କଦର କରେନି। ତ ସେଇଭଳିଆ ପିଲାମାନେ ଆସିଲେନି, ତ ମୁଁ ସିଧା ବସି ବସି ଆସିଲି ମୁଣ୍ଡ। ତ ମୁଁ ଆସି କଲି ପନିର। ତ ଦେଖିବା ମସଲା ରେଡ଼ି ହେଇକି ରହିଥିବ, ପନିର ବି ରେଡ଼ି, ଆଳୁ ବି ରେଡ଼ି, ପିଆଜ କଟା ହେଇଯାଇଛି, ବିଲାତି କଟା ହେଇଛି, ଲଙ୍କା, ତେଲ ପଡ଼ିଲା, ତା ଦେହରେ ପିଆଜ ପଡ଼ିଲା। ତ ଏଇଟା ଆମର ହେଉଛି ପନିର ଭୁର୍ଜି, ଆଉ ତା ସହିତ ଏଇଟା ପନିର ତରକାରୀ, ଆଉ ଗୋଟେ ପୋହଡ଼ା ମାଛ ମୁଁ ଯଦି ନେଇ ଆସିଥିଲି, ନଈ ପୋହଡ଼ା, ଯେଉଁଟାକି ଆପଣ ଲାଷ୍ଟରେ ଭିଡ଼ିଓ ଦେଖିପାରିବେ। ତ ଏଇଠି ମସଲା ରେଡ଼ି ଚାଲିଛି। ତ ଏଇଟା ଗୋଟେ ଗୋଳାଇ ଗୋଟେ ପାଣି ବାଲା ମସଲା, ଯେଉଁଟା ଗୁଣ୍ଡ ମସଲା ପାଣି ଦେଇକି ପଡ଼ିଲା। ତ ମସଲା କଷାଇଲା ପରେ ଆପଣ ପକାଇବେ ଏଥିରେ ପନିର, ଯେଉଁଟାକି ଚକଡ଼ା ପନିର, ମାନେ ଯେଉଁଟାକି ଭୁର୍ଜି ପନିରଟା ଗୋଟା ରହିବନି। ତ ହାତରେ ଚକୁଡ଼ା ହେଇକି ପନିର ପଡ଼ିଲା, ପନିର ଘାଣ୍ଟିକି ପନିର ବି ରେଡ଼ି ଆମର। ତ ପନିର ଭୁର୍ଜି ରେଡ଼ି। ତ ତା ସହିତ ଯେଉଁ ପନିର ତରକାରୀର ଭିଡ଼ିଓଟା ମୁଁ କରିନି। ଆଉ ଟେଷ୍ଟଟା ବହୁତ ହି ବଢ଼ିଆ ଥିଲା, ମୁଁ ଖାଇସାରିଲା ପରେ ଜଣାପଡ଼ିଲା ବହୁତ ହି ବଢ଼ିଆ ଟେଷ୍ଟ। ତ ତାପରେ ଆପଣଙ୍କର ଲାଷ୍ଟକୁ ଦେଖିବେ ଭିଡ଼ିଓରେ ଆମର ରେଡ଼ି ହେଲା ଭାତ, ତା ସହିତ ପିଆଜ ଲଙ୍କା, ଆଉ ମୁଁ ଯେଉଁ କହିଥିଲି ନଈ ପୋଡ଼ା, ତା ସହିତ ପନିର ଭୁର୍ଜି, ଆଉ ମୋ ହିସାବରେ ଗୋଟେ ପନିର ତରକାରୀଟା ବି ଥିଲା, ଯେଉଁଟାକି ବଢ଼ିଆ ଟେଷ୍ଟି ଦେଖାହେଉଛି। ଆଉ ଭାତ ତ ବହୁତ ଟେଷ୍ଟି, ଅରୁଆ ଚାଉଳ ନୁହେଁ, ଉଷୁନା ଚାଉଳ, କିନ୍ତୁ ବାକି ଅରୁଆ ଚାଉଳ ଦେଖାହେଉଛି। ତା ସହିତ ପିଆଜ, ତା ସହିତ ଲଙ୍କା ଥିଲା। ଆଉ ରବିବାର ଏମିତି ଗୋଟେ ଖାଇବା ହେଲେ ଜମିଯିବ। ଜୟ ଜଗନ୍ନାଥ, ରହିଲି।